କୃଷକଙ୍କ ପାଇଁ ବଡ଼ ଖବର। ଏଣିକି ସିଧାସଳଖ ୟୁପିଆଇରେ ଋଣ ପାଇବେ ଚାଷୀ। କ୍ଷୁଦ୍ର ଚାଷୀଙ୍କୁ ବି ମିଳିବ ଲୋନ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ମୁଦ୍ରାସ୍ଫୀତି ଏବଂ ବଢ଼ୁଥିବା କୃଷି ଖର୍ଚ୍ଚକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ଷୁଦ୍ର ଚାଷୀମାନଙ୍କୁ ଜମାମୁକ୍ତ ଋଣ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏବେ କ୍ଷୁଦ୍ର ଚାଷୀମାନେ ବିନା ବନ୍ଧକରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ନୂଆ ବର୍ଷରୁ ଆରବିଆଇର ଏହି ନିର୍ଦ୍ଦେଶକୁ ସମସ୍ତ ବ୍ୟାଙ୍କକୁ ମାନିବାକୁ ପଡ଼ିବ। ଏବେ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ୟୁପିଆଇ ଜରିଆରେ ଋଣ ଦେଇପାରିବେ। ଏହାର ଫାଇଦା ହେଉଛି ଗାଁ ଗାଁରେ ମଧ୍ୟ ଗ୍ରାମବାସୀମାନେ ୟୁପିଆଇରୁ ସହଜରେ ଋଣ ପାଇପାରିବେ। ଗାଁମାନଙ୍କରେ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ଅଧିକ ବ୍ୟବହାର ହେଉଛି। ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ପାଖରେ ଏପର୍ଯ୍ୟନ୍ତ ଏହି ସୁବିଧା ନାହିଁ। ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ 2019 ମସିହାରୁ କୃଷକଙ୍କ ପାଇଁ ଋଣର ସୀମା ଥିଲା 1.6 ଲକ୍ଷ ଟଙ୍କା। ପୂର୍ବରୁ ଏହି ସୀମା 1 ଲକ୍ଷ ଟଙ୍କା ଥିଲା। କୋଟି କୋଟି କୃଷକଙ୍କ ହିତ ସହ ଜଡ଼ିତ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାରକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ପରିସ୍ଥିତିରେ କୃଷିର ପ୍ରଦର୍ଶନ ଉନ୍ନତ ହେବା ଉଚିତ। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର 3.5% ଥିବାବେଳେ ଉତ୍ପାଦନ ଅଭିବୃଦ୍ଧି ହାର 2% ରହିଛି। ଗ୍ରାମୀଣ ଚାହିଦା ଏକ ଭଲ ଅମଳ ଉପରେ ନିର୍ଭର କରେ ଏବଂ ଗ୍ରାମୀଣ ଚାହିଦାରେ ବୃଦ୍ଧି ତୃତୀୟ ଏବଂ ଚତୁର୍ଥ ତ୍ରୟମାସରେ ଜିଡିପିକୁ ବୃଦ୍ଧି କରିବ ବୋଲି ଆଶା କରାଯାଇପାରେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।